ଆସିଛୁ ଗୋଟେ ସାଲୁନ୍କୁ। ମୋ ଝିଅର ଲୋଭିଙ୍କ ପାଖରେ ଚୁଟି ପଡ଼ିଲା ପରେ କାର୍ତ୍ତିକ ମାସରେ ତାର ଏଇଟା ଫାଷ୍ଟ ହେୟାର କଟ୍। ମୁଁ ବହୁତ ଡରିକି ଥିଲି, ମନେ ମନେ ଭାବୁଥିଲି କି ସେ ଚୁଟି କାଟିବା ପାଇଁ ଦେଖେଇବ କି ଦେଖେଇବନି, କିନ୍ତୁ ସିଏ ଦେଖୁନ କେମିତି ସିଂହାସନ ଉପରେ ଆସିକି ରାଜା ଭଳିଆ ବସିକି ଦାନ୍ତକୁ ଖିଲଉଛି। ଆଗକୁ ଟେନସନ୍ ବଢ଼ିଯିବ ଯେତେବେଳେ ସେ ଚୁଟି କାଟିବା ବେଳେ କାନ୍ଦିବ। କିନ୍ତୁ ମୁଁ ଯାହା ଭାବିଥିଲି ସେମିତି କିଛି ବି ହେଲାନି। ସେ ବହୁତ ଆରାମସେ ଚୁଟି କାଟିବା ପାଇଁ ଦେଖେଇଦେଲା ଆଉ ବହୁତ ହି ପେସେନ୍ସରେ ବସିଲା 1 ଘଣ୍ଟା 45 ମିନିଟ୍। ମୋ ଏକ୍ସପେକ୍ଟେସନ୍ ବାହାରେ। ବଡ଼ ଧନ୍ୟବାଦ ଦେବାକୁ ଚାହୁଁଛି ଆମର ସେଇ ଯିଏ ଚୁଟି କାଟି ଦେଉଥିଲେ ମୋ ଝିଅର। ସିଏ ପୁରା ଛୋଟ ଛୁଆ ନା, ସେ ଟିକେ ବେଶୀ ହ୍ୟାଣ୍ଡେଲ୍ ୱିଥ୍ କେୟାର୍ କରିକି ମୋ ଝିଅର ଚୁଟିଟାକୁ କାଟିଲେ। ବହୁତ ପେସେନ୍ସ ସହକାରେ ଆଣ୍ଠେଇ ପେଟେଇ ନଇଁ ପୁରା ବଢ଼ିଆ ସେ ଚୁଟି କାଟିଛନ୍ତି ସେ। ଝିଅକୁ ଚୁଟି କଟେଇକି ଫେରିଲା ବେଳକୁ ଦେଖିଲି ଚିକେନ୍ ଦୋକାନ। ଭାବୁନି କିଛି, ଭାବୁଛି ଖାଇବା କଥା, ଆଣିବା କଥା ଅଲରେଡ଼ି ଭାବି ସାରିଲିଣି। ଘରକୁ ନେଇ କେମିତି ଖାଇବି ସେ କଥା ଚିନ୍ତା ହେଲାଣି ମୋର। ନେଇକି ଯାଇକି ଘରେ ତାକୁ କଷେଇଲି, ଝୋଳ କଲିଣି ପୁରା କଷେଇଲି ତାକୁ। ଆଉ ଆମର ହେଉଛି ଚମ୍ପେଇଶାଳି ଚାଉଳ, ଏବେ ଆମେ ନିଜେ ପେଷେଇଛୁ, ଆମ ନିଜ ବିଲ ଚାଉଳ। ତାକୁ ପେଷେଇଥିଲୁ, ତାକୁ ଭଲରେ ରାନ୍ଧିଛି। ଚମ୍ପେଇଶାଳି ଚାଉଳ ମାନେ ପଖାଳ ଭାତଟା ବଢ଼ିଆ ବାସ୍ନା ହେବ। ଯେଉଁମାନେ ଗାଁ ଗହଳିରେ ରହୁଛନ୍ତି ସେମାନେ ଜାଣିଥିବେ ତା'ର ମହତ୍ତ୍ୱଟା କେତେ। ସେଥିପାଇଁକା ସେଇ ଭାତ, ପଖାଳ ଭାତକୁ ଚିକେନ୍ କଷା, ଓଃ ଗୋଟେ ମାନେ କ'ଣ କହନ୍ତିନି, ବେଷ୍ଟ କମ୍ବିନେସନ୍।